ପିଲାମାନେ ଏହା ହେଉଛି ତୁମର ଅସଲି ପ୍ରଶ୍ନପତ୍ର। ଏହା ହେଉଛି ପ୍ରଥମ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ଚତୁର୍ଥ, ବିଷୟ ହେଉଛି ଭାଷା ଓଡ଼ିଆ। ଶିକ୍ଷାର୍ଥୀଙ୍କ ନାମ ଏଇଠି ପିଲାମାନେ ତୁମର ସମ୍ପୂର୍ଣ୍ଣ ନାମ ଲେଖିବ, ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ଏଇଠି ଲେଖିବ ତୁମର ବିଭାଗ, ତାପରେ ଏଇଠି ଲେଖିବ ତୁମର ତାରିଖ, ତୁମେ ଯେଉଁ ତାରିଖ ଦିନ ଏହି ପରୀକ୍ଷା ଦେଉଛ, ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ, ଏଇଠି ଲେଖିବ ତୁମର ବ୍ଲକର ନାମ, ଏଇଠି ଲେଖିବ ତୁମର ଜିଲ୍ଲାର ନାମ, ଠିକ୍ ଅଛି। ପିଲାମାନେ ଏହା ହେଉଛି ତୁମର ଲିଖିତ ପରୀକ୍ଷା। ସମୟ ହେଉଛି 1 ଘଣ୍ଟା 30 ମିନିଟ୍, ଠିକ୍ ଅଛି। ପୃଷ୍ଠା ସଂଖ୍ୟା ହେଉଛି 4, ପ୍ରଶ୍ନ ସଂଖ୍ୟା ହେଉଛି 15, ପୂର୍ଣ୍ଣ ସଂଖ୍ୟା ହେଉଛି 40, ଠିକ୍ ଅଛି। ତାପରେ ଆଉ 10 ମାର୍କ ତୁମେ ମୌଖିକ ପରୀକ୍ଷା ଦେବ ସେଇଠି, ଠିକ୍ ଅଛି। ତାପରେ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରତି ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି, ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ଅନୁଚ୍ଛେଦଟିକୁ ପଢ଼ି ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ପିଲାମାନେ ଏଇଠି ଗୋଟିଏ ଅନୁଚ୍ଛେଦ ଦିଆଯାଇଛି, ତାକୁ ପଢ଼ିବା ଏବଂ ତଳଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା, ଠିକ୍ ଅଛି। ପ୍ରଥମ ପ୍ରଶ୍ନ, କିଏ କାର୍ ନେଇ ଯାଉଥିଲା? ତୁମେ ଏଠି ଲେଖିବ ବିଜୁ କାର୍ ନେଇ ଯାଉଥିଲା, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ବିଜୁ କ'ଣ ଦେଖି ରାସ୍ତାରେ ଅଟକି ଗଲା? ତୁମେ ଏଠି ଲେଖିବ ରାସ୍ତାରେ ଦୁର୍ଘଟଣା ଦେଖି ସେ ଅଟକି ଗଲା, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ବିଜୁ ଆହତ ଲୋକମାନଙ୍କର ଜୀବନ କିପରି ବଞ୍ଚାଇଲା? ସେ ଆହତ ଲୋକମାନଙ୍କୁ ନିଜ କାରରେ ଡାକ୍ତରଖାନାକୁ ନେଇ ଜୀବନ ବଞ୍ଚାଇଲା, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମେ ବିଜୁ ହୋଇଥିଲେ କ'ଣ କରିଥାନ୍ତ? ତୁମେ ଏଠି ଲେଖିବ ମୁଁ ବି ଠିକ୍ ତାହା ହିଁ କରିଥାନ୍ତି, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ତଳେ ଦିଆଯାଇଥିବା କେଉଁ ଗୁଣଟି ବିଜୁର ଥିବାରୁ ସେ ଆହତ ଲୋକମାନଙ୍କ ଜୀବନ ବଞ୍ଚାଇଲା? ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ତୁମେ ଏଠି ଲେଖିବ ପରୋପକାର, ଏଇଠି ଠିକ୍ ଚିହ୍ନ ଦେବ, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କବିତାଟିକୁ ପଢ଼ି ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ପିଲାମାନେ ଏଇଠି ଗୋଟେ କବିତା ଦିଆଯାଇଛି, ତାକୁ ପଢ଼ିବା ଏବଂ ତଳଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା, ଠିକ୍ ଅଛି। ପ୍ରଶ୍ନ ଅଛି, ସୂରୁଜ ଗଲେ ପଶ୍ଚିମେ ଚାଲି ସଞ୍ଜ ଆସଇ ସଞ୍ଜ ନଈ ମା ସଅଳେ ଚଉରା ମୂଳେ ଦୀପକୁ ଜାଳେ ନେଇ ମନ୍ଦିର ବାଜେ ଘଣ୍ଟାକୁ ଘଣ୍ଟି ଶୁଭଇ ଶୁଭ ଶଙ୍ଖ ଆକାଶେ ଦେଶେ ମୋରକି ହସେ ଜହ୍ନ ଦେଖାଇ ମୁଖ, ଠିକ୍ ଅଛି। ତାପରେ କ'ଣ ସବୁ ପ୍ରଶ୍ନ ଅଛି ସେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା, ଠିକ୍ ଅଛି। ପ୍ରଥମ ପ୍ରଶ୍ନ, କବିତାରେ କେଉଁ ସମୟ କଥା କୁହାଯାଇଛି? ତୁମେ ଲେଖିବ ସନ୍ଧ୍ୟା, ଠିକ୍ ଅଛି, ସନ୍ଧ୍ୟା ଲେଖିବ। ତାପରେ ମା ସଞ୍ଜବେଳେ କେଉଁଠାରେ ଦୀପ ଜାଳିଥାନ୍ତି? ତୁମେ ଲେଖିବ ଚଉରା ମୂଳେ, କ'ଣ ଲେଖିବ ଚଉରା ମୂଳେ, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଆକାଶରେ କିଏ ମୁରୁକି ହସୁଛି? ତୁମେ ଲେଖିବ ଜହ୍ନ, ତୁମେ ଲେଖିବ ଜହ୍ନ, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, କେଉଁଠାରେ ଘଣ୍ଟ ଘଣ୍ଟି ଆଦି ଶୁଭୁଛି? ମନ୍ଦିରରେ, ତୁମେ ଲେଖିବ ମନ୍ଦିରରେ। ସୂର୍ଯ୍ୟ କେଉଁ ଦିଗରେ ଅସ୍ତ ହୁଏ? ତୁମେ ଏଠି ଲେଖିବ ପଶ୍ଚିମ, ଠିକ୍ ଅଛି, ପଶ୍ଚିମ। ତାପରେ ଆଗକୁ କ'ଣ ଅଛି ଦେଖିବା। ସରଳ ଭାଷାରେ ବୁଝାଇ ଲେଖ। ପାଠ ପଢ଼ିବି, କାଳିଆଗୁଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି। ପିଲାମାନେ ଏହାର ଉତ୍ତର 5-6 ଧାଡ଼ିରେ ନିଶ୍ଚୟ ଦେବ। ନିଜେ କରିବାକୁ ଚେଷ୍ଟା କରିବ, ନଚେତ୍ କିମ୍ବା ଆମେ ଅନ୍ୟ ଏକ ଭିଡ଼ିଓ ମାଧ୍ୟମରେ କିମ୍ବା କମେଣ୍ଟ ମାଧ୍ୟମରେ ଏହାର ଉତ୍ତର ପଠାଇବାକୁ ଚେଷ୍ଟା କରିବୁ, ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ, ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ। ପିଲାମାନେ ଏହାକୁ ମଧ୍ୟ ସରଳ ଭାଷାରେ ବୁଝାଇ ଲେଖିବ, ଠିକ୍ ଅଛି। 5ଟି କିମ୍ବା 6ଟି ଧାଡ଼ିରେ ଲେଖିବ, ଠିକ୍ ଅଛି। ଆମେ ଏହାର ଉତ୍ତର ଆମେ ଭିଡ଼ିଓ ମାଧ୍ୟମରେ ଅନ୍ୟ ଏକ ଭିଡ଼ିଓ ମାଧ୍ୟମରେ କିମ୍ବା କମେଣ୍ଟ ମାଧ୍ୟମରେ ତୁମ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରିବୁ, ଠିକ୍ ଅଛି। ନିଜେ କରିବାକୁ ପ୍ରଥମେ ଚେଷ୍ଟା କରିବ।
ठीक अच्छे तापर देखा परवर्ती प्रश्न कौन अच्छी जेपरी बंधु इंदु एका भली शुभा जाउछि सेहीपरि कौन हम ये अच्छी गढ़ा तुम ये लिख पढ़ा कौन लिख पढ़ा ठीक अच्छे परवर्ती प्रश्न प्रतिभा प्रतिभा को व्यवहार कर वाक्यटी लिखा आम ठीक अच्छे तुम ये लिख पिलांक प्रतिभारे शिक्षक खुशी हुंती पिलांक प्रतिभा को देखी शिक्षक खुशी हुंती लिख ठीक अच्छे तापर परवर्ती प्रश्न विपरीत शब्द लेख नूतन ये अच्छी नूतन तुम ये लिख पुरातन कौन लिख पुरातन ठीक अच्छे परवर्ती प्रश्न पुओ शब्द पर जेपरी झील शब्द अच्छी से लिख मामू अच्छी तुम ये लिख माई कौन लिख माई तापर परवर्ती प्रश्न आकाशर समान अर्थ बुझाउथिबा आउ गोटे शब्द लिख तुम ये लिख नभ न भ ठीक अच्छे तापर एक पदरे प्रकाश कर जे उपकार करे लिख उपकारी उपकारी ठीक अच्छे उपकारी परवर्ती प्रश्न पोशाक पत्र परी आउ गोटे जोड़ा शब्द लिख तुम ये लिख धन रत्न ठीक अच्छे परवर्ती प्रश्न जेपरी रक्तरु रक्त हुए सेहीपरि मुकुतारु मुक्ता तुम ये लिख मुक्ता ठीक अच्छे तापर परवर्ती प्रश्न कौन अच्छी देखा ठीक बना ना शब्दटी रे गोल बुलाओ तुम ये लिख ख नंबर ये ठीक शब्द यहाँ अच्छी ये गोल बुलाइब ख नंबर ठीक अच्छे तापर जेपरी गले गमन कले सेहीपरि कौन हम देखिले दर्शन कले ये लिख दर्शन कले दर्शन कले ठीक अच्छे तापर परवर्ती प्रश्न गणेश पूजा विषय रे 5 धाड़ी लिख गणेश पूजा विषय 5 धाड़ी लिख ठीक अच्छे ये पे गणेश पूजा विषय 5 धाड़ी लिख मु कहीदे लिख ठीक अच्छे तुम ये लिख भाद्रव मास कृष्ण पक्ष चतुर्थी दिन गणेश पूजा पालन करा जाए ठीक अच्छे यही दिन बड़ी भोरु आम्भे विद्यालय को फूल फल आदि धरी आसी थाऊँ यही दिन समस्ते नूतन पोशाक पिंधि खुशी मनरे विद्यालय को आसी थाऊँ तापर यही दिन पूजारी आसी आम विद्यालय रे गणेश पूजा कार्य करती ठीक अच्छे तापर लिख गणेश पूजा शेष में आम मिष्टान्न भोजन आदि सेवन करूँ तापर एमती 5 धाड़ी लिख पे गणेश पूजा विषय रे तुम्हें विद्यालय जो पालन कर ठीक अच्छे मात्र 5 धाड़ी तुम्हें लिख तापर परवर्ती प्रश्न अच्छी देखा दि जा चित्र देखी 5टी वाक्य लिख 5टी वाक्य लिख पे यहाँ हूँ गोटे बन्यार चित्र ठीक अच्छे तुम ये लिख यह हूँ गोटे बन्यार चित्र गोटे धाड़ी है तापर 2 नंबर धाड़ी लिख यही बन्यारे गाई गोरु लोक गछ लता घर आदि भांगी जाइछि बही जाउछंती ठीक अच्छे लोक मानकर खाइबा पीवा रहिबा आदि असुविधा होछि ठीक अच्छे अनेक साधारण जीवजंतुंकर प्राणहानि होछि एमती लिख पे 5टी वाक्य मात्र लिख ठीक अच्छे तापर परवर्ती प्रश्न धन्यवाद पिला माने वीडियोटी केमिति लागला निश्चय कमेंट कर लिखि जणाइबो ठीक अच्छे धन्यवाद।